এই মাটি জন্ম ଦେଇଛି ପାଲାର ଉଜ୍ଜ୍ୱଳତମ ତାରକା। ଆଜି ବି ମଧ୍ୟ ଲୋକ ମୁଖରେ ଯାଙ୍କର କଥା ପ୍ରସାରିତ ହୁଏ। ବାଙ୍କା ଚୌପଦୀ ଗୋଟାକ 60 ଟଙ୍କା, ଯେଉଁ ପାଲାରେ ନାହିଁ ବାଙ୍କା ସେ ପାଲା ଲାଗେ ଫାଙ୍କା ଫାଙ୍କା। ଯେତେବେଳେ ଗାୟକ ଶେଖର ବେହେରା ମହୋଦୟ ଆସିଥିଲେ ପାଲା ଗାୟନ ପାଇଁ, ସେତେବେଳେ ପଣ୍ଡିତ କେଳୁଚରଣ ମହାରଣାଙ୍କୁ ନେଇ ଗୋଳବାଇ ବାଙ୍କା ଦାସଙ୍କର ସେ ପୁଣ୍ୟଭୂମିକି ଜନ୍ମଭୂମିକି ଦର୍ଶନ କରିବା ପାଇଁ ଯାଇଥିଲେ। ଯେଉଁ ମା ଭଗବତୀଙ୍କର ଆଶୀର୍ବାଦରୁ ବାଙ୍କା ଦାସ ପାଲାରେ ଯେତିକି ପ୍ରତିଷ୍ଠା ଲାଭ କଲେ ତାଠୁ ଅଧିକ ପ୍ରତିଷ୍ଠା ଲାଭ କରିଛନ୍ତି ତାଙ୍କର ଚୌପଦୀ ସାହିତ୍ୟ ପାଇଁ। ଯାବତଚନ୍ଦ୍ର ଦିବାକର ନିଶ୍ଚିତ ଭାବରେ ଯେତେ ଦିନ ପର୍ଯ୍ୟନ୍ତ ପାଲା ଥିବ ସେତେ ଦିନ ପର୍ଯ୍ୟନ୍ତ ଚୌପଦୀ ସାହିତ୍ୟ ବଞ୍ଚି ରହିଥିବ ବାଙ୍କା ଦାସଙ୍କର। ତେବେ ଆମ ପାଖରେ ସମୟ ବହୁତ କମ୍। ଶୁଣୁଥିବା କହୁଥିବା ଅଙ୍କା ଅଙ୍କା ବରଗଛ ବଙ୍କା ବଙ୍କା ଛାଇ, ବାଟୋଇରେ ଯା ତୁ ଟିକେ ରହି ରହି, ଥୋକେ ଲୋକ ଚାଲିଗଲେ ଦେଖ ଆଗ ଭାଗେ, ଆଉ ଥୋକେ ଆସୁଛନ୍ତି ଦେଖ ପଛ ଭାଗେ, ତୋ ପାଇଁ ଏ ନୂଆ ସତ ମୁଁ ପୁରୁଣା ଛାଇ, ଅଙ୍କା ଅଙ୍କା ବରଗଛ ବଙ୍କା ବଙ୍କା ଛାଇ। କବି କଦମ୍ବ ଶଙ୍କର ବେହେରାଙ୍କର ଇଏ ହେଉଛି କୃତି। ହେ ବାଟୋଇ, କେତେ ଲୋକ ଆଗରୁ ଚାଲିଗଲେଣି, କେତେ ଲୋକ ବି ତୋ ପଛରେ ଯିବେ, କିନ୍ତୁ କୀର୍ତ୍ତି ସଜୀବତୀ। କହୁଥିଲେ କାଶୀନାଥ ପାଣିଗ୍ରାହୀ ମହୋଦୟ, କାଳ ସମସ୍ତଙ୍କୁ କରାୟତ କଲାବେଳେ କିନ୍ତୁ କେତେକ ପୁଣ୍ୟାତ୍ମା ମାନଙ୍କୁ କାଳ କରାୟତ କରିପାରେ ନାହିଁ। ସେ ପୁଣ୍ୟାତ୍ମା ମାନଙ୍କର ଗୁଣଗାନ କରି ପୂଜ୍ୟ ପୂଜା ଫଳ ଅତ୍ୟନ୍ତ ସୁଫଳ ଅନ୍ତିମେ ଲଭଇ ସୁଖ, ପୂଜ୍ୟ ପୂଜା କେହି ବ୍ୟତିକ୍ରମ କଲେ ଅନ୍ତିମେ ଲଭଇ ଦୁଃଖ। ସେ ପୂଜ୍ୟ ପୂଜାର ସ୍ମାରକୀକି ବହନ କରି ମା ଉଗ୍ରତାରା ପାଲା ଗାୟକ ମଣ୍ଡଳ ତରଫରୁ ପୂଜ୍ୟ ଗୁରୁ ଗାୟକ କୌସ୍ତୁଭ ରବୀନ୍ଦ୍ର କୁମାର ସାମନ୍ତରାୟଙ୍କର ନିର୍ଦ୍ଦେଶନାରେ ଶ୍ରଦ୍ଧେୟ ସମ୍ପାଦକ ପ୍ରଶାନ୍ତ ପାଠଶାଣୀ ମହୋଦୟ, କମଳେଶ ବାବୁ, ଯୁଧିଷ୍ଠିର ଭାଇ, ଆମମାନେ ସମସ୍ତେ ଏ କାର୍ଯ୍ୟ ପାଇଁ ତ୍ୱରାନ୍ୱିତ ହେଲା ବେଳେ ଆଜିର ଏ କାର୍ଯ୍ୟକ୍ରମ ସଫଳ ହୋଇଛି, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। ଆମେ ଶେଷରେ ସମସ୍ତେ କହିବା, ଗାୟକ ସମ୍ରାଟ ଅଭୟଚରଣ ସ୍ୱାଇଁ ମହୋଦୟ, ଯେ ମୁକ୍ତାପୁରର ମୁକ୍ତା, ଗାୟକ ଶେଖର ଜଗନ୍ନାଥ ବେହେରା ମହୋଦୟ, ଅମର ରହି ଯେତେ ଦିନ ପର୍ଯ୍ୟନ୍ତ ଚନ୍ଦ୍ର ସୂର୍ଯ୍ୟ ଥିବ ତୁମ କୀର୍ତ୍ତି ଗାଉଥିବ। ହେ ମହାନ ଆତ୍ମା, ତୁମେ ଆଶୀର୍ବାଦ ବାରି ସେହିଭଳି ବର୍ଷଣ କରୁଥିବ ତୁମର ଏହି ପାଲା ଜଗତର ପରପିଢ଼ିକି। ଏବେ ମୁଁ ତ ବହୁତ ଦୁଃଖ କଥା କହି ଯାହାଙ୍କର ପାଇଁ ଦୁଇ ପଦ କଥା ଶିଖିବାରେ ଆମେ ସକ୍ଷମ ହୋଇଛୁ, କମଳେଶ ବାବୁ ହଉ, ପ୍ରଶାନ୍ତ ବାବୁ ହଉ, ସେ ମୋ ପୂଜ୍ୟପାତ ଗୁରୁ ଗାୟକ କାରୁଣ୍ୟେଶ୍ୱର ସମ୍ରାଟ ଗାୟକ କୌସ୍ତୁଭ ରବୀନ୍ଦ୍ର କୁମାର ସାମନ୍ତରାୟ ମହୋଦୟ। ଆପଣମାନେ ଜାଣନ୍ତି ଶାରୀରିକ ଅସୁସ୍ଥତା ସତ୍ତ୍ୱେ ତାଙ୍କ ନିର୍ଦ୍ଦେଶରେ କାର୍ଯ୍ୟକ୍ରମ ହୋଇଛି। ଭଗବାନ ଖୁବ୍ ଶୀଘ୍ର ତାଙ୍କୁ ସୁସ୍ଥ କରିଦିଅନ୍ତୁ। ମୁଁ ଠାକୁରଙ୍କ ନିକଟରେ ବାରମ୍ବାର ପ୍ରାର୍ଥନା କରିବି। ତାଙ୍କ ପାଇଁ ଆମେ ବଳିୟାର, ବାପ ଥିଲା ପୁଅ ସଭାରେ ହାରେ ନା, ଏ ଉକ୍ତି କାହା ପାଖରେ କେମିତି ପ୍ରମାଣିତ ହୋଇଛି ସେ କଥା ଯିଏ ଅଙ୍ଗନୀ ଭାଇ ସେ ଜାଣିଛି। ଧନ୍ୟବାଦ ଦେବି ଆଜିର ଏହି କାର୍ଯ୍ୟକ୍ରମକୁ ଚ୍ୟାନେଲ ମାଧ୍ୟମରେ ପରିବେଷଣ କରିବା ପାଇଁ ସୁଦୂର ଭୁବନେଶ୍ୱର ରହୁଥିଲେ ମଧ୍ୟ ଆମ କଣାସର ପୁଅ ସିଏ। ମୁଁ ତାଙ୍କୁ ମୋ ପୁଅ କହେ, ମୋ ପୁଅ ନା ଶାଶ୍ୱତ, ତାଙ୍କ ନା ଶାଶ୍ୱତ, ଯେ ତ୍ରିଶକ୍ତି ଭକ୍ତି ସୁଧାର କର୍ଣ୍ଣଧାର ମୋ ପୂଜ୍ୟପାଦ ସୁକ୍ତ ରବୀନ୍ଦ୍ର ମିଶ୍ରଙ୍କର ରଭାଇନାଙ୍କର ଯିଏ ହେଉଛନ୍ତି ସୁଯୋଗ୍ୟ ଦାୟାତ ଶାଶ୍ୱତ ବାବୁ, ଏହି କାର୍ଯ୍ୟକ୍ରମକୁ ଆହୁରି ଦିପାଦ ଆଗକୁ ଆମ ପାଇଁ ନେଇଯାଇଛନ୍ତି। ଆମ ସହିତ ସହଯୋଗ ହାତ ବଢ଼ାଇଛନ୍ତି। ସେ ସଦାସର୍ବଦା ତ ଆମ ସହିତ ଅଛନ୍ତି। ଭଗବାନ କରିବେ ଶ୍ରୀ ଜଗନ୍ନାଥ ମହାପ୍ରଭୁ ତାଙ୍କୁ ଉତ୍ତରୋତ୍ତର ଉନ୍ନତି ସହିତ ଏ ତ୍ରିଶକ୍ତି ଭକ୍ତି ସୁଧା ଚ୍ୟାନେଲ ଆହୁରି ଆଗକୁ ଯାଉ, ଏ କାମନା ମୁଁ ଭଗବାନଙ୍କ ନିକଟରେ କରିବି।
ଏବେ ଗୁରୁଙ୍କୁ ନିବେଦନ କରିବି ଧୀରେ ହେଲେ ମଧ୍ୟ ଦୁଇ ପଦ ସଭାପତି ଅଭିଭାଷଣ ସହିତ ଆଜିର ସଭାକୁ ସାଙ୍ଗ କରିବେ। ଜୟ ଜଗନ୍ନାଥ। ଆଜି ଯାହାଙ୍କର ସ୍ମୃତିଚାରଣ ଉଦ୍ଦେଶ୍ୟରେ ଆମେ ଏଠି ଏକତ୍ରିତ ହୋଇଥାଏ ଗୁରୁ ପ୍ରତିମ ପିତୃପ୍ରତିମ ଗାୟକ ସମ୍ରାଟ ସ୍ୱର୍ଗତ ଅଭୟଚରଣ ସ୍ୱାଇଁ ମହୋଦୟ ଏବଂ ଗାୟକ ଶେଖର ରାଷ୍ଟ୍ରପତି ପୁରସ୍କୃତ ଶ୍ରୀ ନୀଳାଚଳ ନିଖିଳ ଉତ୍କଳ ପାଲା ଗାୟକ ପରିଷଦର ପୂର୍ବତନ ସଭାପତି ଜଗନ୍ନାଥ ବେହେରା ମହୋଦୟଙ୍କର ଅଭୟ ପଦପଙ୍କଜରେ ଏ ଦିନହୀନ ଅଧମର ପ୍ରଣତି ଜ୍ଞାପନ କରୁଛି। ସଭାସ୍ଥିତ ମୋର ଗୁରୁଜନ ମଣ୍ଡଳୀ, ସାନ ଭାଇ ନିରଞ୍ଜନ ବାବୁ, କମଳେଶ ସମ୍ବୋଦର, ପ୍ରଶାନ୍ତ, ମୋର ବନ୍ଧୁ ଯୁଧିଷ୍ଠିର ଭାଇ ଏବଂ ସବୁ ଭାଇମାନେ ମୋର ପ୍ରତ୍ୟେକ କଥାରେ ଆପଣମାନେ ଏତେ ଆୟୋଜନ କରିଦେବେ ବୋଲି ମୋର ଧାରଣା ବାହାରିଥିଲା। ପରିଶେଷରେ ତ୍ରିପାଠୀ ମହୋଦୟ, ମୋର ସାନ ଭାଇ ମୃତ୍ୟୁଞ୍ଜୟ ବାବୁ ଏ କଥାକୁ ପ୍ରକାରାନ୍ତର ସମର୍ଥନ ଦେଇ ଆମକୁ ଗୋଟେ ହଲ୍ ଦେବା, ଏଇଟା ନିଶ୍ଚିତ ଭାବରେ ଅଭିବାଦନ କଥା। ମୁଁ କୃତଜ୍ଞତା ଜଣାଉଛି ସେମାନଙ୍କ ପାଖରେ, ସଭାପତି ତଥା ପରିଷଦର ସମ୍ପାଦକ ମହୋଦୟଙ୍କ ପାଖରେ। ଶାଶ୍ୱତ ମୋର ପୁଅ ଭୁବନେଶ୍ୱରରୁ ଆସି ଆଜି ଆମର ଏ କଥାକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ତାଙ୍କ କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ସଭାପତି ଭାବରେ ମୁଁ ତାଙ୍କୁ କୃତଜ୍ଞତା ଜଣାଇ ଆଶୀର୍ବାଦ କରିବି। ତାଙ୍କ ଭବିଷ୍ୟତ ନିରାମୟ ହେଉ। ଯେଉଁ ଦୁଇ ଜଣ ଦିବଂଗତ ଆତ୍ମାଙ୍କର ଆଜି ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଦାସୁମନ ଅର୍ପଣ କରୁଥାଏ ଗାୟକ ସମ୍ରାଟ ଅଭୟଚରଣ ସ୍ୱାଇଁ ଦୀର୍ଘ ଦିନ ତଳେ ମୋ ଗାଁ ପାଲା ମଞ୍ଚରେ ପାଲା ଗାଇଲା ବେଳେ ପ୍ରକାରାନ୍ତରେ ପାଲା କରିବା ପାଇଁ ମୋତେ ତିଆର କରିଦେଇଥିଲେ। ତାଙ୍କର ଯେଉଁ ରସପୂର୍ଣ୍ଣ ପରିବେଷଣ ସେଥିରେ ସେ ଗାଇଥିଲେ ମୃଗ ଯୁବତୀକି ରଖିଲ ଯେ ନାସି ମୃଗ ବିଦ୍ୱେ ସଦାଉ ଚରଣ କମଳ। ଏ ପଦଟି ଗାଇଥିଲା ବେଳେ ସେ ପଦଟି ମୋ ହୃଦୟରେ ଗୋଟେ ଛାପ ପଡ଼ିଥିଲା। ତା ପରଦିନ ଶନିବାର ସକାଳ ସ୍କୁଲ ରାତି 3ଟା ବାଜିଯାଇଛି। ଦ୍ୱିତୀୟ ଥାକ ଥିଲା ଅଭୟଚରଣ ସ୍ୱାଇଁ ମହୋଦୟଙ୍କର। ମୁଁ ପାଲା ଦେଖିକି ଆସିକି ଶୋଇପଡ଼ିଛି। ସେତେବେଳେ କ୍ଲାସ୍ ରୁମ୍କୁ ଠିକ୍ ସମୟରେ ନ ଗଲେ ଦଣ୍ଡ ମିଳୁଥିଲା। ବେତ ଥୁଆ ହେଇଛି, ଡଷ୍ଟର ଥୁଆ ହେଇଛି। ସ୍ୱର୍ଗତ ଦାମୋଦର ଜେନା ମହୋଦୟ ମନେ ପଡ଼ୁଛି ଆଜି, ଟିଚର, କ୍ଲାସ୍ ଟିଚର। ବୋଉ ଡାକରାରେ ମୁଁ ଉଠି ପଡ଼ିଲି, ମୁହଁଟାକୁ ଧୋଇ ଦେଇକରି ଆଉ ଦାନ୍ତ ଘଷା ଘଷି ନେଇ ବ୍ୟାଗ୍ ବସ୍ତାନି ଧରିକି ପଳେଇଲି। ସେଟା 74 ମସିହା ବୋଧେ, 74 ମସିହା। ପହଞ୍ଚିଗଲା ବେଳେ ଦାମୋଦର ଜେନା ମହୋଦୟ ପଚାରିଲେ କାହିଁକି ଡେରି ହେଲା। ମୁଁ ସେଟା ଖାଲି ପାଲା ଦେଖୁଥିଲି। ସମସ୍ତେ ପାଲା ଦେଖୁଥିଲେ। କିଏ ପାଲା ଦେଖୁଥିଲା କାଲି ହାତ ଦେଖିଥିଲେ ସବୁ ପିଲା। ଆମେ ଦେଖୁଥିଲୁ ତାର ଅର୍ଥ ଆମେ ପାଲା ଦେଖିଛୁ, ଠିକ୍ ସମୟରେ ପହଞ୍ଚିଛୁ, କିନ୍ତୁ ଇଏ ପହଞ୍ଚି ପାରିନି। ସାର୍ ଆଟେଣ୍ଡାନ୍ସ ନେଇସାରିଲା ପରେ ମୋ କାନକୁ ଧରିକି ଭିଡ଼ି ଆଣିଲେ, କହିଲେ କାଲି ପାଲାରୁ କ'ଣ ଶିଖିଛ? ଯେତେ ପିଲା ହାତ ଟେକିଦେଲେ ସବୁ ଧୀରେ ଧୀରେ ତଳକୁ ହ୍ୟାଣ୍ଡ ଡାଉନ୍ କଲେ। ମୋତେ ପଚାରିଲେ କାଲି କ'ଣ ଶିଖିଛୁ? ମୁଁ ସାର୍ କାଲି ହାତୀର ଗୋଟିଏ ପ୍ରତିଶବ୍ଦ ଶିଖିଛି, ଆଉ ଗୋଟେ ବ୍ୟାଧର ପ୍ରତିଶବ୍ଦ ଶିଖିଛି। ନା କ'ଣ? ମୁଁ କହିଲି ହାତୀର ଅନ୍ୟ ନାଁ କାଲି ଅଭୟଚରଣ ସ୍ୱାଇଁ ମହୋଦୟ କହୁଥିଲେ ଅନେକ ବରଦା, ଆଉ ବ୍ୟାଧର ଗୋଟେ ପ୍ରତିଶବ୍ଦ କହିଲେ ମୃଗୟୁ। ମୃଗୟୁ ଏ ଦୁଇଟି ଶବ୍ଦ କହିଥିଲେ। ମୋ କାନ ଛାଡ଼ିଦେଲେ। ପାନ ଖାଆନ୍ତି ଏଭଳି ହସିଦେଲେ ଯେ ତାଙ୍କ ପଞ୍ଜାବୀରେ ପାନ ଛପି ପଡ଼ିଗଲା। ମୋ ପିଠିକି ଥାପୁଡ଼ି ଦେଲେ, କହିଲେ ମୋ ଗାଁର ଗୌରବ, ଭୂଷଣପୁର ଗୌରବ ହେଉଛନ୍ତି ମାର୍କଣ୍ଡେୟ ବାହିନୀପତି। ତାଙ୍କର ବୟସ ହେଇଗଲାଣି,
ତୁ କ'ଣ ସେଇ କଳାଟାକୁ ଆଦରି ଦେଲୁ କିରେ କହିକି ମୋ ଟିକେ ଥାପୁଡ଼େଇ ଦେଲେ କଲେ ଭଲ ପାଲା ବାଲା ହବୁ ସେ ଗୁରୁଙ୍କର ପଦେ କଥାରେ ପାଲା ବାଲା ହେଇଗଲି। ମୋତେ ପାଲା ବାଲା କରିବା ପାଇଁ ପ୍ରେରଣା ଯୋଗାଇଥିଲେ ଗାୟକ ସମ୍ରାଟ ଅଭୟଚରଣ ସ୍ୱାଇଁଙ୍କର ସେ ରସସିକ୍ତ କଥା ବିପଦ ତାଙ୍କୁ ନମସ୍କାର କରୁଛି। ବହୁତ କହିବାକୁ ଇଚ୍ଛା ଥିଲେ ବି ପରିସ୍ଥିତି ମୋତେ ବାଧ୍ୟ କରୁଛି ବନ୍ଦ କରିବା ପାଇଁ। ଗାୟକ ଶେଖର ଜଗନ୍ନାଥ ବେହେରା ଯେତେବେଳେ ମୋ ଗାଁକୁ ପାଲା ଗାଇବା ପାଇଁ ଗଲେ ସେତେବେଳେ ମୋ ଦିବଙ୍ଗତ ଗୁରୁଙ୍କ ପାଇଁ ସତ୍ୟନାରାୟଣ ମନ୍ଦିର ତିଆରି କରାଯିବ। ଆମ ଘରରେ ବସିଲେ ମୁଁ ସେତେବେଳେ ଛୋଟ ପିଲା ବାପି ବି ପିଲା। ସେତେବେଳେ ଆମେ ତାଙ୍କୁ କହି ରଖିଥିଲୁ ଗୋଟେ ଡୋନେସନ୍ ଆଦାୟ କରିବା ପାଇଁ। ମନେ ପଡ଼ୁଛି ବାଙ୍କା ଦାସଙ୍କର ଚତୁଷ୍ପଦୀ ଗୋଟେ ଗାଇଥିଲେ କାଳିକା କାଳ ପ୍ରାୟ ଜ୍ଞାନ ଏ ସଭାସ୍ଥାନ ଜଗନ୍ନାଥ ବେହେରା। ଏତେ ରସାତ୍ମକ ହେଲା ତାଙ୍କର କହିବାର ଉଦ୍ଦେଶ୍ୟ ଏ ସଭାଟା ହେଉଛି ମେଘ। ଏ ମେଘକୁ କେନ୍ଦ୍ର କରି ମେଘ ବରଫ ବର୍ଷା କରେ କୁଆପଥର ବର୍ଷା କରେ। ଯେତେବେଳେ କୁଆପଥର ଟିକେ ଯାଇଛନ୍ତି କୁଆପଥର କଥା କହିଛନ୍ତି ହେଲା ବର୍ଷା ଖାଲି କଏନ୍ ଟଙ୍କା ଗଦା ହେଲା। ଆପଣ ବିଶ୍ୱାସ କରିବେନି ବୋଧହୁଏ ସେତେବେଳେ ଆମର ଯେଉଁ ସିମେଣ୍ଟ ଅଖା ସେ ସିମେଣ୍ଟ ଅଖାରେ 3 ବସ୍ତା କଏନ୍ ହେଇଥିଲା 3 ବସ୍ତା। ବାଙ୍କାଦାସ ଚୌପଦୀ ଗାଇକରି ସେ ଚୌପଦୀଟା ଏତେ ରସଗର୍ବ କହିଥିଲା ଯେ ମୁଁ ଯାଇଥିଲି ଟିକେ ମାଗିବା ପାଇଁ। ଏତେ ଆତ୍ମୀୟତା ମୋତେ ଡାକି ନେଇକରି ସେ ଜଣେ ଜ୍ୟୋତିଷ ଘରେ ଥାନ୍ତି ଉରୁମୁଖୀରେ ମୋତେ ଡାକି ନେଇକି ବସେଇକି ମିଠା ଖାଇବା ପାଇଁ ଦେଲେ ଏବଂ ମୋ ଡାଏରୀରେ ତାଙ୍କ ଅକ୍ଷରେ ଲେଖିଦେଲେ। ପିଲାମାନଙ୍କୁ ସେ ବହୁତ ଭଲ ପାଆନ୍ତି ଏବଂ ପ୍ରକାରାନ୍ତରେ ତାଙ୍କ ସହିତ ମୋର ଅତ୍ୟନ୍ତ ସୁସମ୍ପର୍କ ଥିଲା। ଆଜି ତାଙ୍କର ଦେହାନ୍ତରେ ଆମେ ମର୍ମାହତ। ମୋ ଶ୍ରଦ୍ଧେୟ ନିରଞ୍ଜନ ବାବୁ କହୁଥିଲେ ମଧ୍ୟଯୁଗ ସେ ଚାଲିଗଲା। ମୁଁ କହୁଛି ପାଲାର ସୁବର୍ଣ୍ଣ ଯୁଗ ଚାଲିଗଲା। ଯେମିତି ହର୍ଷବର୍ଦ୍ଧନଙ୍କ ସମୟକୁ ଇତିହାସରେ ଆମେ ସୁବର୍ଣ୍ଣ ଯୁଗ ବୋଲି କହୁଥିଲେ। ସୁବର୍ଣ୍ଣ ଯୁଗର ବାଙ୍କାଦାସ ପ୍ରଭୃତି ଥିଲେ ବି ସେଇଟା ଥିଲା ଗୋଟେ ଦୁଃଖ ଯୁଗ। ତାପରେ ବିଶ୍ୱନାଥ ପରିଷଦଠାରୁ ଆରମ୍ଭ କରି ଏଣ୍ଡ ଜଗନ୍ନାଥ ବେହେରା ଆଣ୍ଡ ଅଭୟ ସ୍ୱାଇଁ ସୁବର୍ଣ୍ଣ ଯୁଗ ସରିଗଲା। ଏଣିକି କେଉଁ ଯୁଗ ସିଲଭର ଯୁଗ କି କଂସା ଯୁଗ ଆସିବ ଆପଣମାନେ ତାକୁ ନିର୍ବାହ କରିବେ। ସେଥିରେ ମୋର କିଛି କହିବାର ନାହିଁ। ସୁବର୍ଣ୍ଣ ଯୁଗ ଅତିବାହିତ ହୋଇଯାଇଛି। ତା'ର ଅନ୍ତିମ ସ୍ୱରୂପ ଦୁଇଟି ଫଳ ଥିଲେ ଜଣେ ଜଗନ୍ନାଥ ବେହେରା ଜଣେ ଅଭୟଚରଣ ସ୍ୱାଇଁ ସେ ଚାଲିଗଲେ। ଭଗବାନଙ୍କ ପାଖରେ ପ୍ରାର୍ଥନା କରିବା ସମସ୍ତେ ଯେ ସେ ଦିବଙ୍ଗତ ଆତ୍ମାକୁ ଜଗନ୍ନାଥ ଯେଉଁଠି ରଖିବେ ସେ ସଦ୍ଗତି ଯଦି କରିବେ ଭଲ, ଯଦି ଆମ ଘରେ ଜନ୍ମ ଦେବେ ଆହୁରି ଭଲ। ଯେ ଯେଉଁଠି ରଖିବେ ତାଙ୍କୁ ଆନନ୍ଦରେ ରଖନ୍ତୁ। ଏତିକି କହି ମୋର ବକ୍ତବ୍ୟ ସାରିବି। ଆଉ ଥରେ ସମସ୍ତଙ୍କୁ ଧନ୍ୟବାଦ।